ରାୟଗଡ଼ାରେ ବୃହତ ଆଲୁମିନା ପ୍ରକଳ୍ପକୁ ନେଇ ଚର୍ଚ୍ଚା ଜୋର। ରବିବାର ରାୟଗଡ଼ା ଜିଲ୍ଲା ଖେରୁବାଲି ସ୍ଥିତ ଇମ୍ଫା କାରଖାନା ଗେଷ୍ଟ ହାଉସରେ ପହଞ୍ଚିଥିଲେ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ଏବଂ କରନ ଆଦାନୀ। ଏହି ଗସ୍ତ ସମୟରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ, ଜିଲ୍ଲା ଏସ୍ପି ରାଜପ୍ରସାଦଙ୍କ ସମେତ କମ୍ପାନୀର ଉଚ୍ଚ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ। ସୂଚନା ଅନୁସାରେ ଦୀର୍ଘ ପ୍ରାୟ 1 ଘଣ୍ଟା ଧରି ରାୟଗଡ଼ାରେ ଶିଳ୍ପ ପ୍ରତିଷ୍ଠା ସମ୍ପର୍କରେ ଆଲୋଚନା ହୋଇଥିଲା। ଅଞ୍ଚଳର ଖଣିଜ ସମ୍ପଦ, ଜମି, ପରିବହନ ବ୍ୟବସ୍ଥା ଏବଂ ଭିତ୍ତିଭୂମି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡ଼ିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଦାନୀ ଗ୍ରୁପ ଏବଂ ଆବୁଧାବି ଭିତ୍ତିକ ଇଣ୍ଟରନ୍ୟାସନାଲ ରିସୋର୍ସେସ୍ ହୋଲ୍ଡିଂ ମଧ୍ୟରେ ଓଡ଼ିଶାରେ ପ୍ରାୟ 1,08,000 କୋଟି ଟଙ୍କାର ଏକ ବୃହତ ଆଲୁମିନିୟମ ପ୍ରକଳ୍ପ ପାଇଁ ଚୁକ୍ତି ହୋଇଛି। ଏହି ପ୍ରକଳ୍ପରେ ବାର୍ଷିକ 40 ଲକ୍ଷ ଟନ୍ କ୍ଷମତାର ଆଲୁମିନା ରିଫାଇନେରୀ ପ୍ରତିଷ୍ଠା କରାଯିବାର ଯୋଜନା ରହିଛି। ଏହା ସହ 20 ଲକ୍ଷ ଟନ୍ କ୍ଷମତାର ଆଲୁମିନିୟମ ଉତ୍ପାଦନ କାରଖାନା, 10 ଲକ୍ଷ ଟନ୍ କ୍ଷମତାର ଆନୁଷଙ୍ଗିକ ଶିଳ୍ପ ପାର୍କ ଏବଂ 4,000 ମେଗାୱାଟ କ୍ଷମତାର ବିଦ୍ୟୁତ୍ କେନ୍ଦ୍ର ହେବ। ଏହି ବୃହତ ପ୍ରକଳ୍ପର ଆଲୁମିନା ରିଫାଇନେରୀ ରାୟଗଡ଼ା ଜିଲ୍ଲା କାଶୀପୁରରେ ପ୍ରତିଷ୍ଠା ହେବାର ଯୋଜନା ଥିବାରୁ ଆଜିର ଏହି ଗସ୍ତକୁ ନେଇ ପ୍ରକଳ୍ପ ବାସ୍ତବ ରୂପ ନେଲେ ହଜାର ହଜାର ଲୋକଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ରାୟଗଡ଼ାର ଅର୍ଥନୀତି, ପରିବହନ ଓ ଭିତ୍ତିଭୂମି ବିକାଶକୁ ନୂଆ ଗତି ମିଳିପାରେ। ତେବେ ପ୍ରକଳ୍ପ ସହ ପରିବେଶ ସୁରକ୍ଷା ଓ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଶିଳ୍ପାୟନ ଆଗକୁ ବଢ଼ିବ ବୋଲି ଆଶା।